30ଟି ବାସ୍ତୁ ଟିପ୍ସ ଯାହାକି ବଦଳାଇବ ଆପଣଙ୍କର ଜୀବନଶୈଳୀକୁ। ଚାଲନ୍ତୁ ଦର୍ଶକ ବନ୍ଧୁ ଆରମ୍ଭ କରିବା ଆଜିର ଭିଡ଼ିଓ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। କ'ଣ ଆପଣମାନେ ବି ଚାହୁଁଛନ୍ତି ଆପଣଙ୍କ ଜୀବନର ସକାରାତ୍ମକ ପରିବର୍ତ୍ତନ ହେଉ ଏବଂ ଖୁସି ଜୀବନଯାପନ କରନ୍ତୁ? ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ସହଜ ଏବଂ ପ୍ରଭାବଶାଳୀ ଉପାୟରେ ଆପଣ ଆପଣଙ୍କର ଭାଗ୍ୟକୁ ବଦଳାଇ ପାରିବେ। ଏହି ଚମତ୍କାର ବାସ୍ତୁ ଟିପ୍ସକୁ ବ୍ୟବହାର କଲେ କେବଳ ଆପଣଙ୍କ ଘରର ବାତାବରଣ ସୁଧୁରିବନି, ବରଂ ଆପଣଙ୍କର ଆର୍ଥିକ ସ୍ଥିତି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅଦ୍ଭୁତ ପରିବର୍ତ୍ତନ ହେବ। ତେବେ ଆସନ୍ତୁ ଜାଣିବା ଏହି 30ଟି ଖାସ୍ ବାସ୍ତୁ ଟିପ୍ସକୁ, ଯାହାକି ରାତାରାତି ଆପଣଙ୍କ ଜୀବନକୁ ବଦଳାଇ ଦେବ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହୁ, ତେବେ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ନମ୍ବର 1, ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଈଶାନ କୋଣ ଅର୍ଥାତ୍ ଉତ୍ତର ପୂର୍ବରେ ରୋଷେଇ ଘର ଅଛି, ତେବେ ସେହି ରୋଷେଇ ଘର ଭିତରେ ଗ୍ୟାସ୍ ଚୁଲାକୁ ଆଗ୍ନେୟ କୋଣରେ ରଖନ୍ତୁ ଏବଂ ଈଶାନ କୋଣରେ କୌଣସି ଏକ ସଫା ବାସନରେ ପାଣି ପୂର୍ଣ୍ଣ କରି ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ ଏବଂ ଯଦି କୌଣସି କାରଣ ପାଇଁ ଧନ ଆସିବାରେ ଅସୁବିଧା ଥିବ, ସେସବୁ ଯଥାଶୀଘ୍ର ଦୂର ହେବ। ନମ୍ବର 2, ଘରର ମୁରବୀ ଯଦି ଭଗବାନ ଶିବ ଏବଂ ଚନ୍ଦ୍ରଦେବଙ୍କର ମନ୍ତ୍ର ପ୍ରତିଦିନ ଜପ କରନ୍ତି, ତେବେ ଘରେ ସୁଖ ଶାନ୍ତି ବଢ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁଜନମାନେ ନିୟମିତ ଭାବେ ଭଗବାନ ଶିବଙ୍କର ମନ୍ତ୍ର ଜପ କରିବା ଉଚିତ। ଏହାଦ୍ୱାରା ଘରକୁ ଭଗବାନଙ୍କ କୃପା ମିଳିଥାଏ। ନମ୍ବର 3, ଯଦି ଆପଣ ଦକ୍ଷିଣ ପଶ୍ଚିମ ଭାଗକୁ ଉଚ୍ଚା ରଖନ୍ତି, ତେବେ ଏହା ଆପଣଙ୍କ ଘର ପାଇଁ ଶୁଭ ହୋଇଥାଏ ଏବଂ ଘରର ଉନ୍ନତି ଓ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ନମ୍ବର 4, ଘରେ ଭୁଲରେ ବି ଆଇନା ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ପ୍ରକୃତିରୁ ବାଧା ଉପୁଜିଥାଏ ବୋଲି ମନାଯାଏ। ନମ୍ବର 5, ଘରର ମୁଖ୍ୟ ଦ୍ୱାରରେ କଳା ଘୋଡ଼ାର ନାଲ ଲଗାଇଲେ ଘର ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ନାଲର ମୁଖ ତଳକୁ ରହିବା ଉଚିତ। ମାନ୍ୟତା ଅଛି କି ଏହାକୁ ଦୃଷ୍ଟିରୁ ରକ୍ଷା କରିଥାଏ ଏବଂ ଘରେ ରହୁଥିବା ଲୋକମାନଙ୍କର ରକ୍ଷା କବଚ ହୋଇଥାଏ। ନମ୍ବର 6, ଘରେ କାନ୍ଥଘଣ୍ଟା ଲଗାଇବା ସମୟରେ ସର୍ବଦା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। କେବେ ବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଘଡ଼ି ଲଗାନ୍ତୁ ନାହିଁ, କାରଣ ଏହାଦ୍ୱାରା ଆପଣଙ୍କ ଆର୍ଥିକ ଅବସ୍ଥା ଦେଖା ଦେଇଥାଏ। ଏହା ଆପଣଙ୍କ ଉନ୍ନତି ପଥର ମଧ୍ୟ ବାଧା ସୃଷ୍ଟି କରିଥାଏ। ଏଥିପାଇଁ ସର୍ବଦା ଘରର ପୂର୍ବ ଦିଗରେ ଘଡ଼ି ଲଗାନ୍ତୁ। ଏହା ଆପଣଙ୍କ ଉନ୍ନତିର ବାଟ ଖୋଲିଦିଏ। ନମ୍ବର 7, ବାସ୍ତୁଶାସ୍ତ୍ର ଅନୁସାରେ ଅଳ୍ପ ଟିକେ ଲୁଣ ଆପଣଙ୍କ ଜୀବନରେ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିଥାଏ। ଏହା ଆପଣଙ୍କ ଜୀବନରୁ ଦାରିଦ୍ର୍ୟତା ଓ ନକାରାତ୍ମକ ଊର୍ଜାକୁ ଦୂର କରି ଆପଣଙ୍କ ଜୀବନରେ ସକାରାତ୍ମକ ଶକ୍ତିର ସଞ୍ଚାର କରିଥାଏ। ପ୍ରତିଦିନ ପାଣିରେ ସମୁଦ୍ର ଲୁଣ ମିଶାଇ ପୋଛା ମାରିବା ଉଚିତ। ଏହାଦ୍ୱାରା ଆପଣଙ୍କ ଭାଗ୍ୟର ଉନ୍ନତି ହୋଇଥାଏ। ନମ୍ବର 8, ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ଉତ୍ତର କିମ୍ବା ଦକ୍ଷିଣ ଦିଗକୁ ରଖିଲେ ଶୁଭ ହୋଇଥାଏ। ମୁଖ୍ୟ ଦ୍ୱାର ସାମ୍ନାରେ ଘରର ସିଡ଼ି କରିବା ଉଚିତ ନୁହେଁ। ଯଦି ସମ୍ଭବ ହେଉଥାଏ, ସିଡ଼ିର ଆରମ୍ଭ ଓ ଶେଷରେ କବାଟ ନିଶ୍ଚିତ ଲଗାନ୍ତୁ। ନମ୍ବର 9, ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ଭିତରେ ନକାରାତ୍ମକ ଊର୍ଜା ପ୍ରବେଶ କରିପାରେ। ଏଥିପାଇଁ ଘରର ମୁଖ୍ୟ ଦ୍ୱାର କବାଟରେ ସିନ୍ଦୂରରେ ବାମକୁ ଏବଂ ଡାହାଣକୁ ଶୁଭ ଲାଭ ବୋଲି ନିଶ୍ଚିତ ଲେଖନ୍ତୁ। ଏହା ସହିତ କବାଟର ଉପରକୁ ସ୍ୱସ୍ତିକ ଚିହ୍ନ ନିଶ୍ଚିତ ଭାବେ ଅଙ୍କନ କରନ୍ତୁ ଏବଂ ଅଶୋକ ପତ୍ରରେ ମାଳ କରି ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ। ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼ିବା ସହ ସବୁକିଛି ମଙ୍ଗଳ ହୋଇଥାଏ। ନମ୍ବର 10, ଯଦି ଘରର କୌଣସି ରୁମରେ ବିମ୍ ଯାଇଛି, ତେବେ ଏହା ମନେ ରଖନ୍ତୁ କି ବିମ୍ ତଳେ କେବେ ବିଛଣା ବିଛାନ୍ତୁ ନାହିଁ। ଏହା ଘରର ନକାରାତ୍ମକ ଶକ୍ତିକୁ ବଢ଼ାଇଥାଏ। ଯଦି ସମ୍ଭବ, ତେବେ ଚେଷ୍ଟା କରନ୍ତୁ ବିମ୍ ତଳେ କୌଣସି ବି ଜିନିଷ ନ ରଖିବା ପାଇଁ କିମ୍ବା ନ ବସିବା ପାଇଁ। ନମ୍ବର 11, ଘରେ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ। ଏହାଦ୍ୱାରା ସ୍ୱଭାବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ ଏବଂ ଏହା ମଧ୍ୟ ମନେ ରଖନ୍ତୁ ପଶ୍ଚିମକୁ କେବେ ହେଲେ ମୁଣ୍ଡ କରି ଶୁଅନ୍ତୁ ନାହିଁ। ନମ୍ବର 12,
ପୂଜା କରିବା ସମୟରେ ଘଣ୍ଟି ନିଶ୍ଚିତ ବଜାନ୍ତୁ। ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବଜାଯାଏ ସେହି ଘରର ଚାରିପାଖରେ ଥିବା ନକାରାତ୍ମକ ଶକ୍ତି ଚାଲିଯାଇଥାଏ ଏବଂ ତା ସହିତ ସୁଖ ସମୃଦ୍ଧିର ଦ୍ୱାର ଖୋଲିଯାଇଥାଏ। ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ଗଛ ନିଶ୍ଚିତ ଲଗାନ୍ତୁ। ଏହାଦ୍ୱାରା ମାନସିକ, ଶାରୀରିକ ଏବଂ ଆର୍ଥିକ ଲାଭ ମିଳିଥାଏ। ନମ୍ବର 14, ସର୍ବଦା ଗହଣାକୁ ହଳଦିଆ କିମ୍ବା ନାଲି କପଡ଼ାରେ ବାନ୍ଧିକି ରଖନ୍ତୁ। ପୂର୍ବ କିମ୍ବା ଉତ୍ତର ଦିଗରେ ଗହଣା ରଖିବା ଶୁଭ ହୋଇଥାଏ। କୁହାଯାଏ କି ଏହାଦ୍ୱାରା ମାନବ ପ୍ରତିଷ୍ଠାର ବୃଦ୍ଧି ହୋଇଥାଏ। ନମ୍ବର 15, ବାସ୍ତୁଶାସ୍ତ୍ର ଅନୁସାରେ ଘରର 4ଟି ଦ୍ୱାର ଏବଂ ଖୋଲା ସ୍ଥାନ ହେବା ଉଚିତ। ଏହାଦ୍ୱାରା ଘରେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। ନମ୍ବର 16, ବାସ୍ତୁଶାସ୍ତ୍ର ଅନୁଯାୟୀ ଖରାପ ହୋଇଯାଇଥିବା ଔଷଧକୁ ରାତିରେ ଫୋପାଡ଼ିବା ଉଚିତ, ଯାହାଦ୍ୱାରା ଶରୀରକୁ କଷ୍ଟରୁ ମୁକ୍ତି ମିଳିଥାଏ। ନମ୍ବର 17, ପୂର୍ବ ଦିଗରେ ଘରର ସମ୍ପତ୍ତି ଏବଂ ଗଡ୍ରେଜ୍ ଇତ୍ୟାଦି ରଖିବା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଘରର ଧନ ସମ୍ପତ୍ତି ବଢ଼ିଥାଏ। ନମ୍ବର 18, ଉତ୍ତର ଦିଗରେ ରଖା ହୋଇଥିବା ପଇସା ଓ ଗହଣାର ସର୍ବଦା ବୃଦ୍ଧି ହୋଇଥାଏ। ନମ୍ବର 19, ଘରେ ପଇସା ରଖିଥିବା ଆଲମାରିର କବାଟରେ ମାତା ଲକ୍ଷ୍ମୀଙ୍କ ଠିଆ ହେବା ଫଟୋ, ତା ସହ 2ଟି ହାତୀ ଶୁଣ୍ଢ ଉଠାଇ ଠିଆ ହୋଇଥିବାର ଫଟୋ ଥିଲେ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ। କର୍ପୂରର ଧୂଆଁ ରୋଗ ସୃଷ୍ଟି କରୁଥିବା ଭାଇରସକୁ ନଷ୍ଟ କରିଦେଇଥାଏ। ନମ୍ବର 21, ଘରର ଛାତ ଉପରେ ଭଙ୍ଗା କବାଟ କିମ୍ବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ, ନଚେତ୍ ପରିବାରରେ ରୋଗର ଆଗମନ ହୋଇଥାଏ। ନମ୍ବର 22, ସିଡ଼ି ତଳେ ଥିବା ଜାଗାରେ ଯଦି ଟଏଲେଟ୍, କିଚେନ୍ ଏବଂ ଷ୍ଟୋର ରୁମ୍ କରନ୍ତି ତେବେ ମାନସିକ ଓ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଥାଏ। ନମ୍ବର 23, ଦକ୍ଷିଣ ପଶ୍ଚିମ ଦିଗରେ ପରିବାରର ସମସ୍ତ ସଦସ୍ୟ ମିଶି ଏକାଠି ଭୋଜନ କଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ। ନମ୍ବର 24, ବାଥରୁମ୍ର କବାଟ ସାମ୍ନାକୁ ଦର୍ପଣ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ, ଯାହାକି ଝଗଡ଼ାର କାରଣ ହୋଇଥାଏ। ନମ୍ବର 25, କେବେ ବି ଘରର ମୁଖ୍ୟ ଦ୍ୱାର ବନ୍ଧ କିମ୍ବା କାନ୍ଥରେ ଚପଲ ଠିଆ କରି ରଖିବା ଉଚିତ ନୁହେଁ। ଅଧିକାଂଶ ଲୋକ ଚପଲ ଧୋଇ ଶୁଖାଇବା ପାଇଁ କାନ୍ଥରେ ଡେରି ଦେଇଥାନ୍ତି। ଏମିତି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ନମ୍ବର 26, ଘରର ମୁଖ୍ୟ ଦ୍ୱାର ନିକଟରେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ। ଏହି ଗଛ ଲଗାଇବା ଦ୍ୱାରା ଘରେ ରୋଗର ଆଗମନ ହୋଇଥାଏ। ନମ୍ବର 27, ବାଥରୁମ୍ରେ ନୀଳ ରଙ୍ଗର ବାଲତି ରଖନ୍ତୁ। ଗାଧୋଇବା ପାଇଁ ଧଳା ରଙ୍ଗର ପ୍ଲେଟ୍ କିମ୍ବା ପଥର କିମ୍ବା ମାର୍ବଲ ପକାନ୍ତୁ। ନମ୍ବର 28, ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଝିରେ ଯଦି ଭାରୀ ଜିନିଷ କିଛି ଅଛି ତେବେ ଯଥାଶୀଘ୍ର ଏହାକୁ ବାହାର କରିଦିଅନ୍ତୁ, କାରଣ ଘରର ମଝି ସ୍ଥାନକୁ ବ୍ରହ୍ମାଙ୍କର ସ୍ଥାନ ବୋଲି କୁହାଯାଏ। ନମ୍ବର 29, ଘରର ଅଗ୍ନି କୋଣରେ ସର୍ବଦା ଲାଲ ରଙ୍ଗର ବଲ୍ବ କିମ୍ବା ମହମବତୀ ଜାଳିଲେ ଘରର ସଦସ୍ୟ ରୋଗମୁକ୍ତ ରୁହନ୍ତି। ନମ୍ବର 30, ଯଦି ଆପଣ ଆପଣଙ୍କ ବାଥରୁମ୍ରେ ବେକାରୀ ଜିନିଷ ରଖିଛନ୍ତି ତେବେ ଆଜି ହିଁ ସେ ଜିନିଷକୁ ବାହାର କରିଦିଅନ୍ତୁ, କାରଣ ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ ତେବେ ଦୟାକରି ମୋର ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ତା ସହ କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଭିଡ଼ିଓଟିକୁ ଛୋଟିଆ ଲାଇକ୍ଟିଏ ମଧ୍ୟ କରିବେ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।